बाणी सुनी दे भाले नंदारण ली गो बारा राई
महाराजंकर जय हेउ महाराजंकर जय हेउ मणिमांकर जय हेउ आदेश करंतु मणिमा आदेश करंतु हे दूतवर आज्ञा मणिमा जाओ रे दूतवर नग्रे नग्रे जाई घोषणा दिया कौन घोषणा देवी हे महाराज काली जे कालंदी हृदयरू मणिमा एक शस्त्र भर नील पद्म आनिब ताहाकु ताहाकु बहुत गोधन सुना दिया जीवन ना बहुत ना महाराज तो संपूर्ण असंभव चुप कर दूतवर मणिमा दूतवर जाओ नग्रे नग्रे जाई घोषणा दिया हे मणिमा दूतवर आपणकर बोधे मन नाई से कालंदीर कथा हे महाराज काहू केउ जुगरु से कालंदी हृदयकु कालियो नाग पर जगि बसिछि मणिमा जार एते हळा घोळ विष जे गगन रे पक्षी मध्य उड़ी पारंती नहीं देव दानव यक्ष किन्नर गंधर्व आदि कहा शक्ति नहीं मणिमा आपण किपरि निर्देश देउछंती ए गोपपुर जादव माने आनी देबे एक सहस्र भार नीलपत्र असंभव महाराज असंभव दूतभर आज्ञा मणिमा तुमर आदेश मानिबू दादा हे दूतवर आज्ञा मणिमा हे मणिमा दूतवर ऊपर आपणकर सेवक ताहले जा हाँ मणिमा नग्रे नग्रे जाई घोषणा दियो मणिमा काली जे कालंदी हृदयरू एक शस्त्र भर नील पद्म आनिब ताहाकु बहुत गोधन दिया जीव दूतवर आज्ञा मणिमा बहुत आज्ञा मणिमा नचेत दूतवर मणिमा ए राज्य से विताड़ित हम दूतवर विताड़ित हेब ना आपण आपण एते बड़ निष्ठुर आदेश मते दियंतु नहीं मणिमा केवाड़ी जीवे आपणकर ये प्रजा माने महाराज आपणको छाड़ी आपणकर सुंदर गोपपुर छाड़ी केउ देश को जीवे मणिमा केउ देश को जीवे वो भाभी कौन करी परिबी दूतवर मणिमा दूतवर जाओ रे दूतवर नग्रे नग्रे जाई घोषणा दिया आज्ञा मणिमा काली जे कालंदी हृदयरू एक शस्त्र भर नील पद्म आनिब बहुत गोधन सुना पाइब दूतवर आज्ञा मणिमा बहुत आज्ञा मणिमा दूतवर मणिमा कठोर निष्पत्ति सुनी न दूतवर मणिमा कठोर निष्पत्ति कली प्रभातरू आउची एक शस्त्र भर नील पद्म आनिब ताकू मृत्यु दंड दिया जीव दूतवर दोष कर प्रजा मान निर्दोष प्रजा मान कहीं व्रत दंड क्षमा करतु महाराज एमानकु क्षमा कर दियंतु हे दूतवर फेराई दियंतु आपणकर व्रत दंड चुप कर दूतवर तते मोर आदेश मानिबाकू पड़िब दूतवर तते मोर आदेश मानिबाकू पड़िब आज्ञा मणिमा जाओ
যাও দূতবর নগ্রে নগ্রে যাই ঘোষণা দিও নচেত মৃত্যুদণ্ড। দয়া করে করে প্রজাবাদন মনে রহিল কি না দূতবর? মরিবা আরে দূতবর ମରିବା ଏ ପ୍ରଜାମଣ୍ଡଳୀ ହେଉଛନ୍ତି ମରାଯିବାର ଧନ। ମହାରାଜ ପୁଅ ଭାବି କଣ କରିପାରିବି? କଂସ ରାଜାର ବାଣୀ ଶୁଣି ମନେ ମେ ହେଉଛି ଅଥୟ। କି କରିବି ରେ ଦୂତବର? ଉପାୟହୀନ ରେ ଦୂତବର, ମୁଁ ଉପାୟହୀନ। ଦୂତବର ମୋର ଆଦେଶ ମାନିବୁ କି ନା? ମାନିବି ମହାରାଜ। ଯାଅ ରେ ଦୂତବର, ତେବେ ନଗ୍ରେ ନଗ୍ରେ ଯାଇ ଘୋଷଣା ଦିଅ। ହଁ ଯାଅ ମହାରାଜ, ମୁଁ ଆପଣଙ୍କୁ ବିନତି କରୁଛି, ଥରେ ମାତ୍ର ମୋର ବିନତି ଘେନନ୍ତୁ ହେ ମହାରାଜ। ରେ ଦୂତବର। କିପରି ଏ କଥା ଶୁଣିପାରିବି ଦୂତବର? କିପରି? ଆରେ କଣ ରେ ଦୂତବର, ମୁଁ କେମିତି କରିବି କୁହ? ମହାରାଜ ଦୂତବର ମୃତ୍ୟୁଦଣ୍ଡ କରାଇ ନିଅନ୍ତୁ। ନାଇଁ ରେ ଦୂତବର, ମରିବା ଦୟା କରିବେ ନାହିଁ, ନିର୍ଦ୍ଦୋଷ ପ୍ରଜାମାନଙ୍କୁ ମୃତ୍ୟୁଦଣ୍ଡ ଦେବେ। ଦିଅନ୍ତୁ ମହାରାଜ, ଆପଣଙ୍କର ଆଦେଶ ତ ପାଳନ କରିବା ମୋର ପ୍ରଥମ କର୍ତ୍ତବ୍ୟ। ଦେବି ମହାରାଜ, ଆପଣଙ୍କର ଆଦେଶ ଏବେ ଯାଅ ଲଙ୍କା ଲଙ୍କା ଯାଇ ଘୋଷଣା ଦିଅ। ଖାଲି ପ୍ରଭାତରୁ ସେ କାଳନ୍ଦୀ ହ୍ରଦରୁ ଏକ ଶସ୍ତ୍ର ଭାର ନିରାପଦ ମନ ଆଣିବ, ଆଜ୍ଞା ମରିବା ତାକୁ ମୃତ୍ୟୁଦଣ୍ଡ ଦିଆଯିବ। ଦୂତବର ମୃତ୍ୟୁଦଣ୍ଡ। মহারাজ মহারাজ দয়া করো মহারাজ, ଥରେ ମାତ୍ର ବିଚାର କର ମହାରାଜ। ମହାରାଜ ମହାରାଜ আদেশ দেল তুমি মহারাজ, ଯେଉଁ କାଳନ୍ଦୀ ହ୍ରଦରେ କାଳିଅ ନାଗରୁ ରାଜୁତି ଚାଲିଛି, ଯାହାର ଏତେ ହଳାହଳ ବିଷ ଗଗନରେ ମଧ୍ୟ ପକ୍ଷୀ ଉଡ଼ି ପାରନ୍ତି ନାହିଁ, ଦେବତା ମାନେ ମଧ୍ୟ ଭୟ କରନ୍ତି ମହାରାଜ। କିପରି କିପରି ଏ ଯାଦବ ମାନେ ଆଣିବେ ଏକ ଶସ୍ତ୍ରବାର ନିରାପତ୍ମ? ନା ମହାରାଜ, ଆପଣ ଯାହା କଲେ ସବୁ କିଛି ଭୁଲ କରିଦେଲେ। ନିର୍ଦ୍ଦୋଷ ପ୍ରଜାମାନଙ୍କୁ ଦେଇଦେଲ ତୁମେ ମୃତ୍ୟୁଦଣ୍ଡ। ଧ୍ୱଂସ ହୋଇଯିବ, ଧ୍ୱଂସ ହୋଇଯିବ ମହାରାଜ, ଏ ଗୋପପୁର ଧ୍ୱଂସ ହୋଇଯିବ। ରେ ପାପିଷ୍ଠ, ରେ ପାପିଷ୍ଠ ଭୋଜପତି ଦୁରାଚାରୀ କଂସ, କାହିଁକି କାହିଁକି ତୁ ଗୋପପୁରକୁ ଗୋଟାକ ପରେ ଗୋଟାଏ ଦୁଃଖ ଦେଇ ଚାଲିଛୁ?
କି ଦୋଷ କରିଛନ୍ତି ତୋର ଏ ଗୋପପୁରର ଯାଦବ ମାନେ? ହଁ, କି ଦୋଷ କରିଛନ୍ତି ତୋର ଏ ଗୋପପୁରର ଯାଦବ ମାନେ? ବିନା ଦୋଷରେ ଦେଉଛୁ ତୁ ଏମାନଙ୍କୁ ଏତେ ନିର୍ଯାତନା। ଧ୍ୱଂସ ହୋଇଯିବ, ଧ୍ୱଂସ ହୋଇଯିବ ରେ କଂସ, ତୁ ଧ୍ୱଂସ ହୋଇଯିବ। ଏ ଗୋପପୁରର ଯାଦବ ମାନଙ୍କର ଲୁହରେ ତୁ ଧ୍ୱଂସ ହୋଇଯିବ। ମୋର ବା ଉପାୟ କଣ? ବିଧିର ବିଧାନ କେ କରିବ ଆନ? ଯାହା ଏ ଗୋପପୁରର ଭାଗ୍ୟରେ ଲେଖା ଅଛି ତାହା ହିଁ ଭୋଗ କରିବ। ମୁଁ ତ ମହାରାଜଙ୍କର ସେବକ। ମହାରାଜଙ୍କର ଆଦେଶ ପାଳନ କରିବା ମୋର ପ୍ରଥମ କର୍ତ୍ତବ୍ୟ। ଯିବି, ସାରା ଗୋପ ନଗରୀରେ ଦେବି ମୁଁ ଘୋଷଣା। ଜଣାଇଦେବି ଏ ଯାଦବ ମାନଙ୍କୁ ମହାରାଜାଙ୍କର ନିର୍ଦ୍ଦେଶ। ସମସ୍ତେ ସାବଧାନ ହୋଇ ଶୁଣା। ମହାରାଜଙ୍କର ନିର୍ଦ୍ଦେଶ ହୋଇছে, କାଲି ପ୍ରଭାତରୁ ସମସ୍ତେ କାଳନ୍ଦୀ ହ୍ରଦକୁ ଯିବା। ଏକ ଶସ୍ତ୍ରଭାର ନୀଳପଦ୍ମ ତୋଳିବ। ଯେଉଁମାନେ କାଲି କାଳନ୍ଦୀ ହ୍ରଦକୁ ଯିବେ ନାହିଁ, ମହାରାଜଙ୍କର ନିର୍ଦ୍ଦେଶ ହୋଇছে, ସେମାନଙ୍କର ଶିର ଛେଦନ କରାହବ। ଆଉ ଯେଉଁମାନେ କାଲି ପୁଷ୍ପ ମହାରାଜାଙ୍କୁ ଭେଟି ଦେବେ, ମହାରାଜଙ୍କର କିଛି ପୁରସ୍କାର ଅଛି, ଶୁଣ। ହୀରା, ନୀଳ, ମୋତି, ମାଣିକ, ଗାଈ, ଗୋରୁ, ଛେଳି, ମେଣ୍ଢା, ଧାନ, ଚାଉଳ, ଗହମ, ମାଣ୍ଡିଆ, ବସ୍ତ୍ର, ସୁବର୍ଣ୍ଣ ଆଦି ଯିଏ ଯାହା ମାଗିବ, ମହାରାଜ ଭଣ୍ଡାର ଘର ଖୋଲା ରଖିଛନ୍ତି। କାଲି ପ୍ରଭାତରୁ ସମସ୍ତେ ଦଧି, ଦୁଗ୍ଧ, ଛେନା, ଲହୁଣୀ, ଘୃତ, ପିଠା ପଣା ଇତ୍ୟାଦି ନେଇ କାଳନ୍ଦୀ କୂଳକୁ ଯିବ। ପ୍ରଥମେ କାଳିଅ ନାଗଙ୍କର ପୂଜା କରାଯିବ, ତାପରେ ପୁଷ୍ପ ତୋଳା ହବ। କାଲି
এইଭଳି ନଗ୍ରେ ନଗ୍ରେ ପଶି ଦେବି ମୋ ହଁ ନଗ୍ରେ ନଗ୍ରେ ପଶି ଦେବି ମୋ ଘୋଷଣା। ତାପରେ ମହାରାଜାଙ୍କୁ ଜଣାଇ ଦେବି ଘୋଷଣାର ବାରତା।